ଜୟଗୁରୁ ସମସ୍ତଙ୍କୁ। ଆଜିର ପ୍ରସଙ୍ଗ ବିବାହକୁ ନେଇ ଅନେକ ପୁରୁଷ ଗୋଟିଏ ବିବାହର ମଧ୍ୟ ଯୋଗ୍ୟ ନୁହନ୍ତି। ଏହି ସମ୍ବନ୍ଧରେ ଶ୍ରୀ ଠାକୁର ଯାହା କହିଛନ୍ତି ତାହା ଆମେ ଜାଣିବା। କହିବା ପୂର୍ବରୁ ରେଫରେନ୍ସ କରି ରଖି ଆଲୋଚନା ପ୍ରସଙ୍ଗ 10ମ ଖଣ୍ଡ 8/1/1948 ପ୍ରସଙ୍ଗଟି ଉଦ୍ଧୃତ। ଶ୍ରୀ ଠାକୁର କହୁଛନ୍ତି, ଠିକ୍ ଭାବରେ ନହେଲେ ବହୁ ବିବାହ କାହିଁକି? ଗୋଟିଏ ବିବାହ ମଧ୍ୟ ଦୋଷର କାରଣ ହୋଇପାରେ। ତେବେ ବହୁ ବିବାହ ହେବାକୁ ଗଲେ ତାହା ବିଧି ଅନୁଯାୟୀ ହେବା ଉଚିତ। ବହୁ ବିବାହ ତ ଦୂରର କଥା, ଅନେକ ପୁରୁଷ ଅଛନ୍ତି ଯେଉଁମାନେ ଗୋଟିଏ ବିବାହର ମଧ୍ୟ ଯୋଗ୍ୟ ନୁହନ୍ତି। ଫିମେଲ କମ୍ପ୍ଲେକ୍ସ ରହିଲେ ପୁରୁଷର ଝିଅମାନଙ୍କ ପଛରେ ଗୋଡ଼େଇବାର ବୃଦ୍ଧି ହୁଏ। ଏହା ନର୍ମାଲ ନୁହେଁ। ଏହି ରକମଟା ରହିଲେ ପୁରୁଷ ବିବାହ କରିବାର ଉପଯୁକ୍ତତା ଲାଭ କରେ ନାହିଁ। ନାରୀମୁଖୀ ପୁରୁଷଙ୍କୁ ଝିଅମାନେ କେତେବେଳେ ବି ଶ୍ରଦ୍ଧାର ଆଖିରେ ଦେଖିପାରନ୍ତି ନାହିଁ। ସ୍ୱାମୀର ଚରିତ୍ର ଯଦି ଶ୍ରଦ୍ଧା କରିବା ପରି ନ ହୁଏ, ତାହେଲେ ଝିଅମାନେ ସୁଖୀ ହୋଇପାରନ୍ତି ନାହିଁ। ଭାବନ୍ତି, ମୁଁ ଜଣେ ହୀନ ପୁରୁଷର ହାତରେ ପଡ଼ିଛି। ଝିଅମାନେ ସ୍ୱାମୀର ଭଲ ପାଇବା ଚାହାନ୍ତି, କିନ୍ତୁ ଯେତେବେଳେ ଦେଖନ୍ତି ସ୍ୱାମୀ ବିସ୍ତାରଶୀଳ ଜୀବନରୁ ନିଜକୁ ବଞ୍ଚିତ କରି ସ୍ତ୍ରୀ ସଦସ୍ୟ ହେବାକୁ ଚାହୁଁଛି, ସେତେବେଳେ ସେମାନେ ବୋଧ କରନ୍ତି ଯେ ସେମାନଙ୍କର ନିଜର ଜୀବନ ମଧ୍ୟ ସେପରି ଶୀର୍ଣ୍ଣ ଓ ସଙ୍କୁଚିତ ହୋଇଯାଉଛି। ଏହା ଥିଲା ଆଜିର ଇଷ୍ଟ ପ୍ରସଙ୍ଗ। ଜୟ ଗୁରୁ।